ভাগ্য বোধে খেলা বিপর্যয় নাচে তোকে ছাড় রামদূত দগ্ধ করিথান্ত রাবণ নগর বিশ্বকর্মা পর্ব উদয়গুণ সভারে নির্মাণ কর মর লঙ্কা নাচে উপযুক্ত দণ্ড দেব দণ্ডধারী উপযুক্ত দণ্ড দেব দণ্ডধারী ପଶ୍ଚିମ ଉତ୍ତର ଦିଗରୁ ଫେରିଛନ୍ତି ଦୂତ କେହି ଜଣେ ଆଣିପାରି ନାହାନ୍ତି ସୀତାର ବାରତା। ପୂର୍ବ ପଶ୍ଚିମ ଉତ୍ତରରେ ଜଗତମାତାକୁ ରଖିନାହିଁ ଦାନବ ସମ୍ରାଟ ବୋଧ ହୁଏ ନିଜ ରାଜ ଲଙ୍କାରେ ରଖିଛି ଜଗତମାତାଙ୍କୁ। জয় শ্রীরামতি প্রভু রামচন্দ্র জয় জয় শ্রীরামতি প্রভু রামচন্দ্র জয়। ଯୁଦ୍ଧପତି କେ ଆଣିଛ ସୀତାର ସନ୍ଦେଶ? ପ୍ରଭୁ ପଦଦାସ ହଲୁଆଳିଛି ସୀତାଙ୍କ ସନ୍ଦେଶ। ଓହରେ ମାରୁତି କେଉଁଠି କେଉଁ ପରେ ଦେଖିଲୁ ବୈଦେହୀ? ପ୍ରଭୁ ସ୍ୱରେ ହୃଦୟ ତୁମ ପୁଣ୍ୟ ନାମ ଏକା ଲମ୍ପେ ଲଙ୍ଘି ସିନ୍ଧୁ ପ୍ରବେଶିଲି ରାବଣ ରାଜ୍ୟରେ। କୁଟୀର ନିର୍ମାଣ ଲଙ୍କା ନିନ୍ଦା କରେ ସ୍ୱର୍ଗ ପୁରୁଷ ଲାବଣ୍ୟରେ। ସପଟାକେ ପରାଜିତ କରିଲାଙ୍କ ଦେବୀ ବହୁ କষ্টে ପ୍ରବେଶିଲି ଅଶୋକ କାନନେ। ଦେବ ଦୁର୍ଲଭ ସେଇ ଅଶୋକ କାନନ ଲକ୍ଷେ ଅସୁରୀ ବେଷ୍ଟିତ ହୋଇ ତୁମ ପାଦେ ଧ୍ୟାନ ଦେଇଛନ୍ତି ଜନନୀ। ସୀତା ରାମ ମାନସୀ ରଘୁକୁଳ ରାଣୀ ହୋଇ ଅସୁରୀ ବେଷ୍ଟିତ ହୋଇ ରହିଅଛୁ ଅସୁର ନଗରେ। ପ୍ରଭୁ କହନୁ ତୋତେ ଦେଖି କି କହିଲେ ଜନକ ନନ୍ଦିନୀ? ପ୍ରଭୁଙ୍କର ଗୁପ୍ତ କଥା ଶୁଣି ଦେଖି ନାମାଙ୍କିତ ରତ୍ନାଙ୍ଗୁରିୟ ବିଶ୍ୱାସ କରି ସେ ମୋତେ କରିଲେ ବିଳାପ। ପ୍ରଭୁଙ୍କର ବିଶ୍ୱାସ ପାଇ ମୋ ହସ୍ତରେ ଦେଇଛନ୍ତି ନିଜ ମଥାମଣି। ଲଙ୍କା ପ୍ରବେଶୀ ସୀତା ସନ୍ଧାନରେ ପ୍ରତିରୋଧ କରିନାହାନ୍ତି ଲଙ୍କାର ଦାନବ। ପ୍ରଥମ ଲଙ୍କା ପ୍ରବେଶ ପଥେ ଅନ୍ତରାୟ ହୋଇଲା ସୁରମା। ବୁଦ୍ଧି ବଳେ ତାକୁ କରି ପରାଜୟ ଲଙ୍କା ପୁରେ ଲଙ୍କା ଦେବୀକୁ କରିଲି ପରାସ୍ତ। ପଦାଘାତ ରାବଣର ମଧୁବନ କରନ୍ତେ ମୁଁ ଭଗ୍ନ। କ୍ରୋଧରେ ଦମ୍ଭ ମାଲିଆ କ୍ଷୟ ଦାନବ ସାମାନ୍ୟ ମୃଷ୍ଟାଘାତ ତାଙ୍କୁ କରନ୍ତେ ନିଧନ। ବ୍ରହ୍ମ ନାଗପାଶ ମତ ବନ୍ଦୀ କର ପାପେ ଇନ୍ଦ୍ରଜିତ। কর্মহীন পাপাচারী দৈত্য তোতাপুরে সামান্য মানব যুদ্ধ প্রহারিল ব্রহ্ম বলজন সত্য সত্য ত্রিবারব সত্য কন্দাচিত সরতর লোটাইবি যুদ্ধে কন্দাচিত সরতর লোটাইবি যুদ্ধে। বন্দী করে ব্রহ্ম নাগ ফসে মতে নেলা রাবণ নিকটে। মিথ্যা মর মৃত ছেদ্র কহন্তে দত্ত মলাঞ্জরে বস্ত্র আঠাদি ঘৃত ঢালি লাগাই দেলে অগ্নি দ্বারা দগ্ধ করিয়া সে জীব সমগ্র লঙ্কা। କେତେ ସୈନ୍ୟ ରଖିଅଛି ରାକ୍ଷସ ରାବଣ?
ଆଉ କି କର୍ମ କରୁଛନ୍ତି ଲଙ୍କାର ରାକ୍ଷସେ? ପ୍ରଭୁ ବିଶ୍ୱକର୍ମା ନିର୍ମିତ ଲଙ୍କା ନିନ୍ଦା କରେ ସ୍ୱର୍ଗପୁରୀ ଶ୍ରୀ ଲାବଣ୍ୟରେ। ସେହି ମଧ୍ୟ ରହିଛନ୍ତି ଇନ୍ଦ୍ରଜିତ କୁମ୍ଭକର୍ଣ୍ଣ ଅତିକାୟ ବୀର, କୁମ୍ଭାନେ କୁମ୍ଭ ତରଣୀ ବୀର ବାହୁ, କମ୍ପନ ଧୂମ୍ରାକ୍ଷ ବଦ୍ରଦଷ୍ଟ ନରାନ୍ତକ ଦେବାନ୍ତକ ବହୁଦତ୍ତ ଆଦି ଅଛନ୍ତି ଲଙ୍କାରେ। ପ୍ରତିଦିନ କି କାର୍ଯ୍ୟ କରନ୍ତେ ରାକ୍ଷସେ? ମଦ୍ୟ ପାଇ ମାଂସାହାରୀ ଦତ୍ତ ବିବିଧ କୋ କାର୍ଯ୍ୟରେ ଲିପ୍ତ ଥାନ୍ତି ସଦା। କିନ୍ତୁ ପ୍ରତିଦିନ ଅଗ୍ନିରେ ଦିଅନ୍ତି ଆହୁତି। ଅଗ୍ନିହୋତ୍ର ହୋମ ଯଦି କରନ୍ତେ ରାକ୍ଷସେ, କେଉଁପରି ମୁଁ ତାହାକୁ କରିବି ବିନାଶ? ପ୍ରଭୁ ଅଗ୍ନିରେ ଆହୁତି ଦେଲେ ମଧ୍ୟ ନ ଜାଣନ୍ତି ଗୁରୁଜନ ଧର୍ମ। ଗୁରୁଜନ ପତ୍ନୀ ହରିବାକୁ ନ କରନ୍ତି କୁଣ୍ଠା, ଦିବସରେ ସ୍ତ୍ରୀ ସହିତ କରନ୍ତି ଶୟନ। ଏହି ଭାବେ ଦତ୍ତ ବୈଶ୍ୟ ଲୁପ୍ତ ହେବେ ଧରଣୀ ବକ୍ଷରୁ। ସମସ୍ତ ଲଙ୍କା ଦାନବ ପାପାଚାରୀ ନାହାନ୍ତି କି କେହି ଜଣେ ଧାର୍ମିକ ସୁଜନ? ରାବଣର ଭାଇ ବିଭୀଷଣ ଲଙ୍କା ଉପରେ କରେ ହରି ଶବ୍ଦ। ତାର ପତ୍ନୀ କନ୍ୟା ମଧ୍ୟ ରହିଛନ୍ତି ସୀତାଙ୍କ ସେବାରେ। ତାର ପୁତ୍ର ତରଣୀ ମସ୍ତକେ ଦେଖିଲି ମୋ ରାମାନନ୍ଦିରେ। ପ୍ରଭୁ ଲଙ୍କା ଅଭିଯାନ ପାଇଁ ହୁଅନ୍ତୁ ପ୍ରସ୍ତୁତ। ପ୍ରଭୁ ଜନନୀକୁ 2 ମାସ ସମୟ ଦେଇଛି ଦତ୍ୟ ଦଶାନନ। ଏ ସମୟ ମଧ୍ୟରେ ଯଦି ନ ଯିବେ ଲଙ୍କାକୁ, ନିଶ୍ଚୟ ବିଶ୍ୱଜନନୀ ହରାଇବେ ପ୍ରାଣ। କପିପତି ସଙ୍ଗେ ନେଇ କପିବଳ এই মুহূর্তে যাত্রা করো সমুদ্র তীরକୁ। সীତାপতি প্রভু শ্রী রামচন্দ্রଙ୍କର, সীতাপতি প্রভু শ্রী রামচন্দ্রଙ୍କର, সীতাপতি প্রভু শ্রী রামচন্দ্রଙ୍କର।